ଜାତୀୟ ରାଜପଥର ହେବ ସମ୍ପ୍ରସାରଣ। ରାସ୍ତା କଡ଼ର ଅନେକ ଘର ଭଙ୍ଗା ସରିଲାଣି। ଘର ଯେତେବେଳେ ଭଙ୍ଗା ଯାଉଛି ସେତେବେଳେ ଗଛ କଥା ପଚାରୁଛି କିଏ? ରାସ୍ତା କଡ଼କୁ ଲାଗିଥିବା ବାପ ଅଜା ଅମଳର ଅନେକ ଗଛ କଟା ସରିଲାଣି। ସେମିତି ସାହୁ ବାବୁଙ୍କ ଘର ଆଗ ଅଗଣାର କିଛି ଅଂଶ ମଧ୍ୟ ଏହି ରାଜପଥ ସମ୍ପ୍ରସାରଣ ପାଇଁ ହେଉଥିବା ମାପରେ ପଡ଼ିଯାଉଛି। ହେଲେ ସାହୁ ବାବୁଙ୍କ ଘର ଆଗ ଅଗଣାରେ ଥିବା ସେ ବଉଳ ଗଛଟାକୁ ଆଜିକୁ 10 ଦିନ ହେଲାଣି କଟାଯାଇ ପାରୁନାହିଁ। ବହୁତ ସରକାରୀ ବାବୁ ଆସିଲେଣି ଗଛ କଟା ନ ହୋଇପାରିବାର କାରଣ ଖୋଜିବାକୁ, କାରଣର ସମାଧାନ କରିବାକୁ, କିନ୍ତୁ ସବୁଥର ଅସଫଳ ହୋଇ ଫେରିଯାଆନ୍ତି ସେମାନେ। ଯେତେ ଶୀଘ୍ର ସେ ଗଛ କଟାଯିବ ସେତେ ଶୀଘ୍ର ରାଜପଥ ସମ୍ପ୍ରସାରଣ କାମଟା ଆରମ୍ଭ ହେବ। ହେଲେ ନା ସେ ବିଶାଳ ବଉଳ ଗଛଟା କଟା ଯାଇପାରୁଛି ନା ରାଜପଥର ସମ୍ପ୍ରସାରଣ ହୋଇପାରୁଛି। ସରକାରୀ ବାବୁମାନେ ଏନେଇ ଅନେକ ଅଭିଯୋଗ ପରେ ଅଭିଯୋଗ କଲା ପରେ ରାଜପଥ ବିଭାଗର ବରିଷ୍ଠ ଯନ୍ତ୍ରୀ ମଧୁସୂଦନ ମଙ୍ଗରାଜ ଓରଫ ମଧୁବାବୁ ଆସିଲେ ସେହି ବହୁ ଚର୍ଚ୍ଚିତ ବଉଳ ଗଛଟା ମୂଳକୁ ନିଜର ପରିଚୟକୁ ଲୁଚାଇ। ସେଦିନ କୋହଲା ପାଗକୁ ଶୀତୁଆ ପବନ, ଦେହ ଭିତରେ ଖେଳି ଯାଉଥିଲା କେମିତି ଗୋଟିଏ ଅଜଣା ରୋମାଞ୍ଚ। ନିଜ ଗାଡ଼ିରେ ସାହୁବାବୁଙ୍କ ଘର ଆଗରେ ପହଞ୍ଚି ମଧୁବାବୁ ନିରୀକ୍ଷଣ କଲେ ସେହି ବଉଳ ଗଛଟାକୁ। ସୁଲୁସୁଲିଆ କୋହଲା ପବନ ସହ ତାଳ ଦେଇ ମୃଦୁ ମୃଦୁ ନାଚୁଥାଏ ଗାଢ଼ ସବୁଜ ପତ୍ରଗୁଡ଼ା। ଯେତେ ଯେତେ ସିଏ ସେ ବଉଳ ଗଛଟାକୁ ଦେଖୁଥାନ୍ତି ସେତେ ସେତେ ସେ ଗଛର ପ୍ରେମରେ ପଡ଼ିଗଲା ପରି ଅନୁଭବ କରୁଥାନ୍ତି। କିଛି ଗୋଟିଏ ଆକର୍ଷଣ ସତେ ଯେପରି ତାଙ୍କୁ ବାନ୍ଧି ରଖିବାକୁ ଚେଷ୍ଟା କରୁଛି। କେବେ ଦେଖିନଥିବା ଜାଣିନଥିବା ସେ ବଉଳ ଗଛଟା ସତେ ଯେମିତି ତାଙ୍କୁ ଭଲ ପାଇ ବସିଛି। ସତେ ଯେପରି ତାଙ୍କୁ କହୁଛି, ତୁମେ ମୋତେ କ'ଣ ସତରେ କାଟିଦେବ? କାହିଁକି ଏମିତି ଅନୁଭବ ହେଉଛି ତାଙ୍କୁ? ବାଡ଼ ଡେଇଁ ଗଛ ପାଖରେ ପହଞ୍ଚି କ'ଣ ଗୋଟାଏ ଭାବିଲା ବେଳେ ହଠାତ୍ କାହାର ସମ୍ବୋଧନରେ ଚମକି ଗଲେ ମଧୁବାବୁ। ମୁହଁ ବୁଲାଇ ଦେଖିଲେ 56-57 ବର୍ଷ ବୟସ୍କ ଲୋକ ଜଣେ ତାଙ୍କୁ ପ୍ରଶ୍ନ କରୁଛନ୍ତି, ଆପଣ କିଏ? ମୋ ବାଡ଼ ଡେଇଁ କେଉଁ ସାହସରେ ଭିତରକୁ ପଶି ଆସିଲେ? ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମଧୁବାବୁ କହିଲେ, ଆଜ୍ଞା, ଏ ଗଛଟା କାଟି ଦେଉନାହାନ୍ତି, ମୁଁ କିଣି ନେବି। ଏମିତିରେ ବି ସରକାର କାଟିଦେବ, ମୁଁ କିନ୍ତୁ ଏ ବାବଦକୁ ଭଲ ଆମାଉଣ୍ଟ ଦେବି। ଗଛଟା କାଟି ନେବା ଦାୟିତ୍ୱ ମୋର। ତାଙ୍କ କଥା ଶୁଣି ସାହୁବାବୁ ନିଜ ହାତ ଯୋଡ଼ି କହିଲେ, ମୋତେ କ୍ଷମା କରନ୍ତୁ ଆଜ୍ଞା, ଏ ଗଛଟା ହେଉଛି ତାର ଜୀବନ। ନିରାଶା ଭିତରେ ତାର ଆଶା ଆଉ ଆମ ବଞ୍ଚିବାର ଆଶା। ମଧୁବାବୁ କହିଲେ, ମୁଁ କିଛି ବୁଝିପାରୁନି ଆଜ୍ଞା। ଗଛ ହିଁ ତ କଟାଯିବ, ପୁଣି ମୁଁ ଆପଣଙ୍କୁ ଏହା ପାଇଁ ଉପଯୁକ୍ତ ମୂଲ୍ୟ ବି ଦେବି। ଏଥର ଗୋଟିଏ ହତାଶର ଚିହ୍ନ ଖେଳିଗଲା ସାହୁବାବୁଙ୍କ ମୁଖମଣ୍ଡଳରେ। ସାହୁବାବୁ କହିଲେ, କ'ଣ କହିବି ଆଜ୍ଞା, ଏ ଗଛଟା କଟାଯାଇ ପାରୁନି ବୋଲି ରାଜପଥର ସମ୍ପ୍ରସାରଣ ବି ହୋଇପାରୁନି। କେମିତି କହିବି, କେଉଁଠୁ ଆରମ୍ଭ କରିବି କିଛି ବୁଝିପାରୁନି। ଏହା କହି ନିଜ ଲୁହ ଭିଜା ଆଖିକୁ ହାତରେ ପୋଛିବାକୁ ଲାଗିଲେ। କିଛି ସମୟ ପରେ ନିଜ ମନକୁ ନିଜେ ସମ୍ଭାଳି ନେଇ କହିଲେ, ମୋ ଝିଅକୁ ରାଜଧାନୀରେ ଛାଡ଼ିଥିଲି ଇଞ୍ଜିନିୟରିଂ ପଢ଼ିବା ପାଇଁ। ମାଛିକୁ ମ ବୋଲି କହୁନଥିବା ମୋର ଶାନ୍ତ ସରଳ ଝିଅଟା ଯେ ରାଜଧାନୀର ମାୟା ମରିଚିକାରେ ବାଟବଣା ହୋଇଯିବ, ସେ କଥା ମୁଁ କେବେ ଭାବି ପାରିଲିନି ଆଜ୍ଞା। ଯୌବନର ଖସରା ବାଟରେ ପାଦ ତାର ଖସିଗଲା। ଆଉ କେଉଁ ଗୋଟିଏ ସ୍ୱାର୍ଥପର ଯୁବକର ପ୍ରେମ ଫାଶରେ ପଡ଼ି ନିଜର ସର୍ବସ୍ୱ ତାକୁ ସମର୍ପି ଦେଲା ପରେ ତାଠାରୁ ପ୍ରତାରଣା ରୂପକ ଉପହାର ପାଇ ଝିଅ ମୋର ନିଜର ମାନସିକ ଭାରସାମ୍ୟ ମଧ୍ୟ ହରାଇ ବସିଲା। ଅନେକ ଥର ଚେଷ୍ଟା କଲି ସେ ଯୁବକର ପରିଚୟ ଜାଣିବାକୁ, କିନ୍ତୁ ସେ ପ୍ରତିଥର ନିରୁତ୍ତର ରହୁଥିଲା। ସେ ସ୍ୱାର୍ଥୀଟା କେମିତି ଜାଣିଥାନ୍ତା ମୋ ଝିଅର ତା ପ୍ରତି ଥିବା ପ୍ରେମର ଗଭୀରତାକୁ? ବହୁ କଷ୍ଟରେ ତା ସାଙ୍ଗମାନଙ୍କଠାରୁ ଜାଣିବାକୁ ପାଇଲି ସେ ଯୁବକର ପରିଚୟ। କିନ୍ତୁ ମୋ ଝିଅର 3 ଥର ଆତ୍ମହତ୍ୟା ଉଦ୍ୟମଟା ମୋତେ ଭିତରେ ଭିତରେ ଦୁର୍ବଳ କରିଦେଲା। ମୁଁ ବି ଅନ୍ୟ ସମସ୍ତ ପିତାଙ୍କ ପରି ନୀରବ ଦ୍ରଷ୍ଟା ପାଲଟିଗଲି। ଲୋକଲଜ୍ଜା ଆଗରେ ନୁହେଁ, ମୋ ଝିଅର ପ୍ରେମ ଆଗରେ। ନିଜ ଭଲ ପାଇବାକୁ ଝୁରି ଝୁରି ସେ ଆଜି ନିଜର ସମ୍ପୂର୍ଣ୍ଣ ମାନସିକ ଭାରସାମ୍ୟ ହରାଇ ସାରିଛି। ଏ ଗଛଟା ମୂଳରେ ପାଗଳିଟିଏ ଭଳି ତା ପ୍ରେମର ଅପେକ୍ଷା କରି କରି
ଆଜି ତା ପ୍ରେମ ତାକୁ ସତରେ ଗୋଟିଏ ପାଗଳି ସଜେଇ ଦେଇଛି। ସେ ଆଜି ସମ୍ପୂର୍ଣ୍ଣ ରୂପେ ପାଗଳି। ଏମିତିକି ତା ଦେହରେ ବସ୍ତ୍ର ଅଛି କି ନା ସେ ଜାଣିବାକୁ ଅକ୍ଷମ। ନା ଜାଣୁଛି ଲଜ୍ଜା ନା କୌଣସି ହିତାହିତ ଜ୍ଞାନ। ତେଣୁ ଯେତେ ଥର କେହି ଗଛ କାଟିବାକୁ ଆସୁଛନ୍ତି ସେତେବେଳେ କେବେ କେବେ ବିନା ବସ୍ତ୍ରରେ ଦୌଡ଼ି ଯାଇ ନେହୁରା ହେଉଛି ଗଛ ନ କାଟିବାକୁ, ତ ପୁଣି କେତେବେଳେ ଗୋଡ଼ି ପଥର ଧରି ମାରିବାକୁ ଗୋଡ଼ାଉଛି ସେମାନଙ୍କୁ। ସେଇଥିପାଇଁ ଲୋକେ ଗଛଟା ନ କାଟି ଫେରି ଚାଲି ଯାଉଛନ୍ତି। ଆଜି ପରିସ୍ଥିତି ଏମିତି ଯେ ସିଏ ଆଜି ତା ବାପା ମାଙ୍କୁ ବି ଚିହ୍ନିବାକୁ ଅକ୍ଷମ। ଚିହ୍ନୁଛି ଯଦି ଖାଲି ଏ ବଉଳ ଗଛଟାକୁ। ତା ସହ ଆମ ଜୀବନଟା ବି ଅଭିଶପ୍ତ ପାଲଟି ଗଲାଣି ଆଜ୍ଞା। ଏହି ସବୁ କଥା କହିବା ଭିତରେ ତାଙ୍କ ସ୍ୱର ମଧ୍ୟ ଭାରି ହୋଇ ଆସୁଥାଏ। ସାହୁବାବୁଙ୍କ କଥା ଶୁଣି ମଧୁବାବୁ ନୀରବରେ ଚାହିଁ ରହିଲେ ସେ ବଉଳ ଗଛଟାକୁ। ଦେଖିଲେ ସେ ଗଛ ଗଣ୍ଡିର ଅନେକ ସ୍ଥାନରେ ଲେଖା ହୋଇଥିଲା ମଧୁ ପ୍ଲସ୍ ସ୍ମିତା। ଠିକ୍ ସେତିକି ବେଳେ କାହାରି ବିକଳ ଚିତ୍କାରରେ ମଧୁବାବୁ ଚମକି ଉଠିଲେ। ଦେଖିଲେ ଘର ଭିତରୁ ସେ ପାଗଳି ଝିଅଟା ଚିତ୍କାର କରି କହୁଥାଏ, ମଧୁ ମଧୁ ତୁମେ ଆସିଗଲ? ଆଉ ମୋତେ ଛାଡ଼ିଯିବନି। ତୁମେ ବୁଝିପାରିଲ ନା ମୁଁ ତୁମକୁ କେତେ ଭଲ ପାଏ? ମଧୁ ମଧୁ ମୋ ପାଖକୁ ଆସ। ଏଥର ବିଚଳିତ ହୋଇ ଉଠିଲେ ମଧୁବାବୁ। ଗମ୍ ଗମ୍ ହୋଇ ସେ ଶୀତୁଆ ସକାଳେ ମଧୁବାବୁଙ୍କ ଶରୀରରୁ ଝାଳ ବୋହି ପଡ଼ିଲା। ମୁଖମଣ୍ଡଳଟା ବ୍ୟସ୍ତ ବିବ୍ରତ ଜଣାପଡ଼ୁଥିଲା। ଏତିକି ବେଳେ ସାହୁବାବୁ କହିଲେ, କ୍ଷମା କରିବେ ଆଜ୍ଞା। ଏ ଗଛ ପାଖକୁ ଯିଏ ବି ଆସେ ମୋ ଝିଅ ଏମିତି ପ୍ରତିକ୍ରିୟା ଦିଏ। ଆପଣ କିଛି ଖରାପ ଭାବିବେନି। ଆମେ ତାକୁ ଏଥିପାଇଁ କିଛି ଦିନ ହେଲା ଘରେ ଚାବି ମାରି ରଖିଛୁ, ନଚେତ୍ ସେ ଗଛ କାଟିବାକୁ ଦେବ ନାହିଁ। ସତ କଥା କହିବାକୁ ଗଲେ ଆମେ ବି ଚାହୁଁନାହୁଁ ଏ ଗଛ କଟା ହେଉ। କାହିଁକି ନା ଗଛଟା କଟା ହେଲେ ମୋ ପାଗଳି ଝିଅଟା ମରିଯିବ ଆଜ୍ଞା। କଥାରେ କଥାରେ ଅନେକ କଥା କହିଦେଲି, କିନ୍ତୁ ଆପଣଙ୍କ ପରିଚୟଟା ପଚାରି ପାରିନି। ଆପଣଙ୍କ ପରିଚୟ? ସେଦିନ ନିଜ ପରିଚୟ ନ ଦେଇ ମଧୁବାବୁ ସେଠାରୁ ଚାଲିଗଲେ ସାହୁବାବୁଙ୍କୁ କିଛି ନ କହି। ଏହା ଭିତରେ କିଛି ଦିନ ବିତିଗଲାଣି। ତେବେ ଆଜି ସକାଳୁ ସକାଳୁ ବିରାଟ ଏକ ମେସିନ ସହ କିଛି ସରକାରୀ କର୍ମଚାରୀ ଆସି ସାହୁବାବୁଙ୍କ ଘର ପାଖରେ ପହଞ୍ଚିଲେ। ସେମାନଙ୍କଠାରୁ ଜାଣିବାକୁ ମିଳିଲା ଯେ ସେ ମେସିନ ଦ୍ୱାରା କୁଆଡ଼େ ସେହି ବଉଳ ଗଛଟିକୁ ସାହୁବାବୁଙ୍କ ଘର ପଛପଟ ବାଡ଼ିପଟେ ଲଗାଯିବ। ଏକଥା ଜାଣି ସାହୁବାବୁ ଭାବ ବିହ୍ୱଳ ହୋଇଯାଇ କହିଲେ, ଧନ୍ୟବାଦ ଆଜ୍ଞା। ଆପଣଙ୍କ ସାର୍ ଜଣେ ମହାନ ଲୋକ। ଭଗବାନ ତାଙ୍କୁ ଭଲରେ ରଖନ୍ତୁ। ତାଙ୍କୁ ମୋ ତରଫରୁ ଧନ୍ୟବାଦ କହିଦେବେ। ସାହୁବାବୁଙ୍କ କଥା ଶୁଣି ସେହି ସରକାରୀ କର୍ମଚାରୀଙ୍କ ମଧ୍ୟରୁ କେହି ଜଣେ କହିଲେ, ସାର୍ଙ୍କର ବଦଳି ହୋଇଯାଇଛି କୋରାପୁଟ। ସାର୍ ତାଙ୍କ ମ୍ୟାଡାମ ଆଉ ପିଲାଙ୍କୁ ଧରି 2 ଦିନ ଆଗରୁ ଏ ସହର ଛାଡ଼ି ସାରିଲେଣି। ଯିବା ଆଗରୁ କିନ୍ତୁ ଏହି ବଉଳ ଗଛର ଟ୍ରାନ୍ସପ୍ଲାଣ୍ଟେସନ ପାଇଁ ଅର୍ଡର ଆଉ ଟେଣ୍ଡର ଫାଇନାଲ କରିଯାଇଛନ୍ତି। ଏହା ଭିତରେ ସାହୁବାବୁଙ୍କ ଘର ଭିତରୁ ଚିତ୍କାର ଶୁଣାଯାଉଥାଏ, କଳଙ୍କିତ ପ୍ରେମିକଟା, ମୋ ଦେହରେ କଳଙ୍କ ବୋଳି ଚାଲିଗଲା। ଆଉ ଏ ଦୁନିଆ ମୋତେ ପାଗଳି କହୁଛି। ବାହାରେ କାମ କରୁଥିବା କିଛି ଲୋକ ପଚାରୁଥାନ୍ତି, କିଏ ଘର ଭିତରେ କାହାର ଚିତ୍କାର ଶୁଭୁଛି? ସେମାନଙ୍କ ଭିତରୁ କିଛି ଲୋକ କହୁଥିବାର ଶୁଣାଗଲା, ଆରେ ସାହୁବାବୁଙ୍କର ସେଇ ପାଗଳି ଝିଅଟା ପରା।